ଭାବନ୍ତୁ ତ ଭାରତର ଓଡ଼ିଶାରେ ଗୋଟେ ଏମିତି ପର୍ବ ପାଳନ କରାଯାଏ ଯାହାର ନାଁଟା ହିଁ ଆପଣଙ୍କୁ ଚମକେଇ ଦେବ। ଗୋଟେ ନାଁ ଯାହା ଭିତରେ ଲୁଚି ରହିଛି ଗୋଟେ ଅନ୍ଧକାରମୟ ଇତିହାସର ଛାପ, ଆଉ ତା ସହିତ ଏକ ଜଟିଳ ସତ୍ୟ। ଆସନ୍ତୁ ଆଜି ଜାଣିବା ସେହି ଟୋକି ପର୍ବ ବିଷୟରେ। ଏହି ପର୍ବର ମୂଳ ନାଁ ହେଉଛି ଟୋକିମରା, ଆଉ ଏହାର ସିଧାସଳଖ ଆକ୍ଷରିକ ଅର୍ଥ ହେଉଛି ଜଣେ କୁମାରୀ ଝିଅର ବଳି। ବାସ୍ ଏତିକି, ଗୋଟିଏ ବାକ୍ୟ ଯାହା ଆମ ସମସ୍ତଙ୍କ ମନରେ ହଜାରେ ପ୍ରଶ୍ନ ଛିଡ଼ା କରାଇଦିଏ। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏତେ ଭୟଙ୍କର ନାଁ ଥିବା ଗୋଟେ ପରମ୍ପରା ଆଜିର ଦୁନିଆରେ ବି କେମିତି ପାଳନ କରାଯାଉଛି? ଏହାର ଉତ୍ତର ପାଇବା ପାଇଁ ଆମକୁ ଗୋଟେ ଲମ୍ବା ଯାତ୍ରା କରିବାକୁ ପଡ଼ିବ। ଏକ ଯାତ୍ରା ଯାହା ଏହାର ଅନ୍ଧକାରମୟ ଅତୀତରୁ ଆରମ୍ଭ ହୋଇ ଏହାର ଜଟିଳ ବର୍ତ୍ତମାନରେ ପହଞ୍ଚିବ। ଠିକ୍ ଅଛି, ତେବେ ଚାଲନ୍ତୁ ଏହି କାହାଣୀର ମୂଳକୁ ଯିବା, କାରଣ ପ୍ରତ୍ୟେକ ପରମ୍ପରାର ଗୋଟେ ଇତିହାସ ଥାଏ, ଆଉ ଟୋକି ପର୍ବର ଇତିହାସ ତାହା ବଳିଦାନରୁ ହିଁ ଆରମ୍ଭ ହୁଏ। ଏହାର ଆଜିର ରୂପକୁ ବୁଝିବାକୁ ହେଲେ ଆମକୁ ପ୍ରଥମେ ତାର ସେହି ରକ୍ତାକ୍ତ ଅତୀତକୁ ଦେଖିବାକୁ ପଡ଼ିବ। ଇତିହାସ କୁହେ ଏହି ପର୍ବର ଚେର ଦୁଇଟି ଭୟଙ୍କର ପ୍ରାଚୀନ ପ୍ରଥା ସହିତ ଯୋଡ଼ି ହୋଇ ରହିଛି। ପ୍ରଥମଟି ହେଲା ମେରିଆ, ଏଥିରେ ଭଲ ଫସଲ ପାଇଁ ଧରଣୀ ମାତାଙ୍କ ମଣିଷ ବଳି ଦିଆଯାଉଥିଲା, ଆଉ ଦ୍ୱିତୀୟଟି ହେଲା ଟୋକିମୋରା, ଅର୍ଥାତ୍ କନ୍ୟା ଶିଶୁ ବଳି। କିନ୍ତୁ ତାପରେ ଊନବିଂଶ ଶତାବ୍ଦୀରେ ସବୁକିଛି ବଦଳିଗଲା। ଯେତେବେଳେ ବ୍ରିଟିଶମାନେ ଆସିଲେ, ସେମାନେ ଏହି ନୃଶଂସ ପ୍ରଥାଗୁଡ଼ିକୁ ବଳପୂର୍ବକ ବନ୍ଦ କରିଦେଲେ। ହଁ, ପ୍ରକୃତ ବଳିଦାନ ତ ବନ୍ଦ ହେଲା, କିନ୍ତୁ ଏହା ସେହି ସମ୍ପ୍ରଦାୟ ପାଇଁ ଏକ ବଡ଼ ସଙ୍କଟ ଆଣିଦେଲା। ଗୋଟେ ସାଂସ୍କୃତିକ ଶୂନ୍ୟତା, ନିଜ ପରିଚୟ ହରାଇବାର ଭୟ। କିନ୍ତୁ ଜାଣନ୍ତି ତ, ପରମ୍ପରା ଏତେ ସହଜରେ ମରେନି। ସେ ବଞ୍ଚି ରହିବାର ରାସ୍ତା ଖୋଜିନିଏ। ଯେତେବେଳେ ପ୍ରକୃତ ବଳିଦାନ ଉପରେ ରୋକ ଲାଗିଲା, ସେହି ସମ୍ପ୍ରଦାୟ ଗୋଟେ ଚମତ୍କାର ଉପାୟ ବାହାର କଲା। ସେମାନେ ପ୍ରତୀକ ବା ସିମ୍ବୋଲିଜିମ୍ର ସହାରା ନେଲେ, ସେହି ପ୍ରଥାକୁ ଗୋଟେ ନୂଆ ରୂପରେ ବଞ୍ଚେଇ ରଖିବା ପାଇଁ। ଆଉ ଏହି ପରିବର୍ତ୍ତନ ବାସ୍ତବରେ ବହୁତ ଚତୁର ଥିଲା। ଦେଖନ୍ତୁ, ମଣିଷ ବଳି ବା ମେରିଆର ସ୍ଥାନ ନେଲା ପୋଡ଼ପୂଜା ବା ମହିଷୀ ବଳି, ଆଉ ଟୋକିମରା ବା କନ୍ୟା ଶିଶୁ ବଳିର ସ୍ଥାନ ନେଲା ଟୋକି ବା ଗୋଟେ ମାଇ ମେଣ୍ଢାର ବଳି। ଏହା କେବଳ ଏକ ପରିବର୍ତ୍ତନ ନଥିଲା, ଏହା ଥିଲା ନିଜ ସଂସ୍କୃତିକୁ ବଞ୍ଚାଇ ରଖିବାର ଏକ ଉପାୟ। ତେବେ ଏବେ ଆସନ୍ତୁ କଥା ହେବା ଆଜିର ଏହି ପର୍ବର କେନ୍ଦ୍ରବିନ୍ଦୁ ବିଷୟରେ। ତାର ନାଁ ଟୋକି, ଏକ ମାଇ ମେଣ୍ଢା। କିନ୍ତୁ କେବଳ ଏକ ପଶୁ ନୁହେଁ, ତାକୁ ଗାଁର ପୂଜକ ବା ଜାଣିଙ୍କର ବଡ଼ ଝିଅର ମାନ୍ୟତା ଦିଆଯାଏ। ଏହି ଗୋଟିଏ ପ୍ରତୀକ ଉପରେ ହିଁ ପୁରା 7 ଦିନର ପର୍ବ ତିଆରି ହୋଇଛି। ଏବେ ଆମେ ପହଞ୍ଚିବାକୁ ଯାଉଛୁ ଏହି ପର୍ବର ସବୁଠୁ ନାଟକୀୟ, ସବୁଠୁ ଉତ୍ତେଜନାପୂର୍ଣ୍ଣ, ଆଉ ହଁ, ସବୁଠୁ ହିଂସାତ୍ମକ ଦିନରେ। ଏହି ଦିନ ହିଁ ପର୍ବର ଚରମ ସୀମା, ଯେଉଁଠି ପରମ୍ପରାର ପ୍ରକୃତ ରୂପ ଦେଖିବାକୁ ମିଳେ। ସେହି ଦିନଟି ହେଉଛି ପଞ୍ଚମ ଦିନ, ଆଉ ତାର ନାଁ, ହଁ, ତାର ନାଁ ଆଜି ବି ସେହି ପ୍ରାଚୀନ ବଳି ପ୍ରଥାର ନାଁରେ ରହିଛି, ଟୋକିମରା। ଟୋକିର ପ୍ରତୀକାତ୍ମକ ବଳି ଦିଆଯିବା ପରେ ଜାନିବା ପୂଜକ ମେଣ୍ଢାର କଲିଜା, ଚାଉଳ ଆଉ ପାଣିକୁ ମିଶାଇ ଏକ ପବିତ୍ର ମିଶ୍ରଣ ତିଆରି କରନ୍ତି। ଏହାକୁ କୁହାଯାଏ ମୁତ ପାଣି। ଏହା କେବଳ ଏକ ମିଶ୍ରଣ ନୁହେଁ, ଏହା ହେଉଛି ଉର୍ବରତାର, ଫର୍ଟିଲିଟିର ଏକ ଶକ୍ତିଶାଳୀ ପ୍ରତୀକ। ବିଶ୍ୱାସ କରାଯାଏ ଯେ ଏହା ହିଁ ମାଟିକୁ ନୂଆ ଜୀବନ ଦେବ। ଆଉ ଏହାପରେ ଆରମ୍ଭ ହୁଏ ଶୋଭାଯାତ୍ରା। କିନ୍ତୁ ଭୁଲରେ ବି ଭାବିବେନି ଯେ ଏହା କୌଣସି ସାଧାରଣ ଶାନ୍ତିପୂର୍ଣ୍ଣ ଯାତ୍ରା। ନା, ଏହା ଏକ ଭୟଙ୍କର ସଶସ୍ତ୍ର ପ୍ରଦର୍ଶନ, ଗୋଟେ ପ୍ରକାରର ଯୁଦ୍ଧ ପାଇଁ ପ୍ରସ୍ତୁତି। କିନ୍ତୁ ଏତେ ଉତ୍ତେଜନା କାହିଁକି? କାରଣ ଏହା ପଛରେ ଅଛି ଏକ ଗଭୀର ବିଶ୍ୱାସର ଲଢ଼େଇ। ଗୋଟେ ପଟେ ଆଖପାଖ ଗାଁର ଲୋକମାନେ ବିଶ୍ୱାସ କରନ୍ତି ଯେ ଯଦି ସେମାନେ କୌଣସି ମତେ ଟୋକିର ଶରୀରର ଟିକିଏ ଅଂଶ ଚୋରି କରି ନିଜ ଗାଁକୁ ନେଇଯିବେ, ତେବେ ସେମାନଙ୍କ ଫସଲ ବହୁତ ଭଲ ହେବ। ଆଉ ଅନ୍ୟପଟେ ଯେଉଁ ଗାଁରେ ପର୍ବ ହେଉଛି, ସେମାନେ ଭାବନ୍ତି ଯଦି ଟିକି ବି ଅଂଶ ହଜିଗଲା, ତେବେ ତାଙ୍କ ଉପରେ ଭୟଙ୍କର ବିପଦ ଆସିବ। ଏହା ହିଁ ହେଉଛି ମୂଳ ସଂଘର୍ଷ। ଆଉ ଯେମିତି ଆଶା କରାଯାଏ, ଏହି ପ୍ରତୀକାତ୍ମକ ଲୁଟପାଟ ବେଳେବେଳେ ପ୍ରକୃତ ହିଂସାର ରୂପ ନିଏ। ପରିସ୍ଥିତି ଏତେ ଗମ୍ଭୀର ହୋଇଯାଏ ଯେ ଭାବିଲେ ଆଶ୍ଚର୍ଯ୍ୟ ଲାଗିବ। ଗୋଟେ ପାରମ୍ପରିକ ପ୍ରଥାକୁ କଣ୍ଟ୍ରୋଲ କରିବା ପାଇଁ ଆଜିକାଲିରେ ପୋଲିସ ଫୋର୍ସକୁ ବି ମୁତୟନ କରାଯାଏ। କିନ୍ତୁ କାହାଣୀ ଏତିକିରେ ସରେନି। ଏହି ସବୁ ହିଂସା, ଏହି ସବୁ ପରମ୍ପରା ପଛରେ ଗୋଟେ ଏମିତି କଥା ଲୁଚି ରହିଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହା ଏକ ବହୁତ ବଡ଼ ସାମାଜିକ ସମସ୍ୟାର ସମାଧାନ। ଠିକ୍। ତେବେ ଷଷ୍ଠ ଦିନରେ ଏହି ପର୍ବର ପ୍ରକୃତ ଉଦ୍ଦେଶ୍ୟ ସାମ୍ନାକୁ ଆସେ। ଏହି ଦିନକୁ କୁହାଯାଏ ଢାଙ୍ଗିଡ଼ି ଦୋଳା। ଦେଖନ୍ତୁ, ଏହି ସମାଜରେ ହାର୍ଜା ବା କନ୍ୟାଶୁଣା ଗୋଟେ ବହୁତ ବଡ଼ ସମସ୍ୟା। ଏତେ ଅଧିକ ଯେ ବହୁତ ଗରିବ ଯୁବକ ଯୁବତୀ ବାହା ହିଁ ହେଇପାରନ୍ତିନି। କିନ୍ତୁ ଏହି ଗୋଟିଏ ଦିନ, କେବଳ ଏହି ଗୋଟିଏ ଦିନ, ସମାଜ ସେମାନଙ୍କୁ ନିଜ ମନପସନ୍ଦର ସାଥୀ ବାଛିବା ପାଇଁ, ପ୍ରେମ ବିବାହ କରିବା ପାଇଁ ପୁରା ସ୍ୱାଧୀନତା ଦିଏ। ଏହାକୁ ମାଳିଛଗା କୁହାଯାଏ। ତେଣୁ ଏହା କେବଳ ପର୍ବ ନୁହେଁ, ଏହା ଏକ ସାମାଜିକ ବ୍ୟବସ୍ଥା।
ତେବେ ଏସବୁ ଜାଣିବା ପରେ ଯଦି ଆମେ ପଚାରିବା ଯେ ଟୋକି ପର୍ବ ପ୍ରକୃତରେ କ'ଣ, ତେବେ ଜଣାପଡ଼େ ଯେ ଏହାର ଗୋଟିଏ ନୁହେଁ, ବରଂ ଅନେକ ପରିଚୟ ଅଛି। ଏହାର ଅତୀତ, ବର୍ତ୍ତମାନ ଆଉ ଉଦ୍ଦେଶ୍ୟ ସବୁକିଛି ମିଶି ଏହାକୁ ଏକ ଜଟିଳ ପରମ୍ପରା ବନେଇଛି। ଆମେ କହିପାରିବା ଯେ ଟୋକି ପର୍ବ ଏକା ସାଙ୍ଗରେ ତିନୋଟି ଜିନିଷ। ପ୍ରଥମତଃ, ଏହା ଏକ ଐତିହାସିକ ସ୍ମାରକ, ଯାହା ନିଜର ସେହି ଅନ୍ଧକାରମୟ ବଳିପ୍ରଥାର ଅତୀତକୁ ମନେ ପକାଏ। ଦ୍ୱିତୀୟତଃ, ଏହା ଏକ ଆଧ୍ୟାତ୍ମିକ ପ୍ରଥା, ଯାହା ଉର୍ବରତା ଓ ପ୍ରକୃତି ସହିତ ମଣିଷର ସମ୍ପର୍କକୁ ଦର୍ଶାଏ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହା ଏକ ବ୍ୟବହାରିକ ସାମାଜିକ ବ୍ୟବସ୍ଥା, ଯାହା ବିବାହ ଭଳି ଏକ ସମସ୍ୟାର ସମାଧାନ କରେ। ଏହି ପୂରା କାହାଣୀ ଆମକୁ ଗୋଟେ ବଡ଼ ପ୍ରଶ୍ନ ପାଖରେ ଛାଡ଼ିଦିଏ। ଆମେ ଆମ ଚାରିପାଖରେ ଯେତେ ସବୁ ପରମ୍ପରା ଦେଖୁଛେ, ତା ଭିତରୁ ଆଉ କେତୋଟି ପରମ୍ପରାରେ ଏମିତି ଅନ୍ଧକାରମୟ ଅତୀତ ଲୁଚି ରହିଥାଇପାରେ? କେବେ ଭାବିଛନ୍ତି?